ସକାଳୁ ଉଠିକି ଦେଖିଲା ବେଳକୁ ଧନତେରସ ରେ ବାପା ସାଇ ବାବା ଆଉ ଗଜଲକ୍ଷ୍ମୀ ନେଇକି ଆସିଛନ୍ତି। ସାଇ ବାବାକୁ ଦେଖି ମୋର ମନ ବହୁତ ଖୁସି ହେଇଗଲା। ଏପଟରେ ଲିଚୁ ପାଇଁ ପ୍ରିପାରେସନ ଚାଲିଛି ସଜା। ଏପଟରେ ଘରର ଅବସ୍ଥା ଦେଖନ୍ତୁ ପୁରା ଖରାପ। ବୋଉ ଏପଟରେ ଠାକୁର ପୂଜା କରୁଛି। ଆଜି ଆମର ଖାଇବା ହେଇଛି ପଖାଳ ଭାତ, ମାଛ ଭଜା, ଶୁଖୁଆ ଗୋଟେ ଭଜା, ଆମ୍ବୁଲ, ଆଉ ଏଥିରେ ଛତୁ ଭଜା, ଶାଗ ଭଜା। ଏଠି ମୋ ବାପା ବାଇଗଣ, ଭେଣ୍ଡି, ଟମାଟର, ଶୁଖୁଆ ତ ଦଳୁଛନ୍ତି। ଏପଟରେ ମାଛ ଭଜା ଅଛି ତ ରନ୍ଧାଯିବ। ଚାଲ ଖାଇକି ଦେଖିବା ପଖାଳ ଭାତ କେମିତି ହେଇଛି। ଛତୁ ଟିକେ, ଶାଗ, ଶୁଖୁଆ ସହିତ ବାଇଗଣ ଯୋଉ ଦଳଟା, ମଜା ଚାଲା। ସେଥିପାଇଁ ଘରକୁ ଆସିବା ପାଇଁ ବହୁତ ମନ ହୁଏ। ବୋଉ କେମିତି ହେଇଛି? ବଢିଆ ହେଇଛି। ବାପା କେମିତି ହେଇଛି? ବଢିଆ ହେଇଛି। ଏତେ ଜୋରେ ବର୍ଷା ହେଲା ଯେ ନିଦ ଭାଙ୍ଗିଗଲା। ଏପଟେ ଦେଖିଲା ବେଳକୁ ବାପା ତାଙ୍କର ମେସିନ ଭାଙ୍ଗୁଛନ୍ତି, ବୋଉ ଏପଟେ ଜାଳ କୁଟା ଉଠଉଛି। ମୋର ତ ମନ, ଗାଁକୁ ଆସିବା କେତେ ଖୁସି ତ ଆପଣ ଭାବି ପାରିବେନି। ମୁଁ ଉଠିଲା ବେଳକୁ ଏତେ ଜୋରେ ବର୍ଷା ଉଠେଇଛି ଯେ ମୋ ମନ ଭାରି ଦୁଃଖ, କାହିଁକି ନା ଏ ବର୍ଷ କାଳୀ ପୂଜା ଟା ମୋର ପୁରା ଫ୍ଲପ୍ ହେଇଛି। ଦେଖିଲା ବେଳକୁ ଏପଟରେ କାମ ବାଲା ପଳେଇ ଆସିଲେଣି ଘର କାମ ହଉ ବୋଲି। ତ ଏପଟରେ ଚାଲିଲା କବାଟ ଲଗେଇବା ପାଇଁ, ତା ସହିତ ଗଡରେଜ। ବୋଉ ଏପଟରେ ସଜବାଜ ହଉଛି। ରାତି ପାଇଲେ ଦିବାଲି, ଘର କାମ ଏପର୍ଯ୍ୟନ୍ତ କମ୍ପ୍ଲିଟ ହେଇନି। ତା ସହିତ ବାପା ଏପଟରେ ଲିଚୁ ପକଉଛନ୍ତି, ଏପଟରେ ବି ଲିଚୁ ପଡୁଛି। ତ କଣ କରିବା, କାମ ସରୁନି। ଏପଟରେ ଭାଇ ମୋର ଗୋଟେ ଲିଚୁ ପକଉଛି। ତ ମନ ମୋର ବହୁତ ଖୁସି ଯେ ଏପଟେ ଦେଖନ୍ତୁ ଛୁଆ ମାନେ ଉପରେ ଚଢି କେମିତି ଉତ୍ପାତ ହଉଛନ୍ତି। ଯଦି ପଡିବେ ନା, ଘରକୁ ଆସିଲେ ମତେ ଏଇଗୁଡା ହିଁ ସବୁ ଦେଖିବାକୁ ପଡେ। ଆଉ ଗୋଟେ ବ୍ୟାକ୍ ଟୁ ମାଇ ଚ୍ୟାନେଲ। ଲିଚୁ କାମ ପୁରା କମ୍ପ୍ଲିଟ। ଘର ଦେଖନ୍ତୁ କେଡେ ସୁନ୍ଦର ଦେଖା ଯାଉଛି। ଏପଟରେ ଆମର ଗଡରେଜ କମ୍ପ୍ଲିଟ ହେଇଗଲା। ଏପଟେ ରୋଷେଇ କରିବା ପାଇଁ ରେଡି, ଆଉ ଏପଟେ ପର୍ଦା ଲାଗିବା ଷ୍ଟାର୍ଟ ହେଇଗଲା। ପର୍ଦା କାମ ବି ଲୋକ ଲଗେଇ ଦଉଛନ୍ତି। ତ ପର୍ଦା ବି କମ୍ପ୍ଲିଟ ହେଇଗଲା। ଏପଟରେ ଗଡରେଜ କମ୍ପ୍ଲିଟ, କାମ ଆମର କମ୍ପ୍ଲିଟ।